ନମସ୍କାର, ଜୟ ଜଗନ୍ନାଥ। ତ ସାଙ୍ଗମାନେ, ଆପଣମାନେ ତ ସମସ୍ତେ ଜାଣିଛନ୍ତି କି ମୁଁ ଜଣେ କ୍ୟାନ୍ସର ପେସେଣ୍ଟ। କେଶବ ରାଉତ ମୋର ୟୁଟ୍ୟୁବ୍ ଚ୍ୟାନେଲ୍। ଆଉ ଆପଣମାନେ ଯେଉଁମାନେ ବି ସବସ୍କ୍ରାଇବ୍ କରୁଛନ୍ତି, ଆପଣମାନେ ସମସ୍ତେ ଦେଖୁଛନ୍ତି ମୋ ରେଗୁଲାର ଭିଡ଼ିଓ। ବହୁତ ଦିନ ହେଲାଣି ଭିଡ଼ିଓ ପକାଇ ପାରୁନଥିଲି, ଆଉ ସେଥିପାଇଁ ଆଜି ମୁଁ ଆପଣମାନଙ୍କୁ ଜଣାଉଛି କି ମୁଁ ହାଇଦ୍ରାବାଦରେ ଟ୍ରିଟମେଣ୍ଟ କରୁଥିଲି। ଏବେ ଭୁବନେଶ୍ୱର ଏମ୍ସରେ କରୁଛି ଟ୍ରିଟମେଣ୍ଟ। ଫାର୍ଷ୍ଟ ଟ୍ରିଟମେଣ୍ଟ ମୋର ହେଇସାରିଲା ପରେ ପୁଣି ଥରେ ରିଲାପ୍ସ ହେଲା। ଥରେ ନୁହେଁ, ଦୁଇଥର ନୁହେଁ, ଦୁଇଥର ପରେ ମୋର ବର୍ତ୍ତମାନ କାର୍ଟିସେଲ୍ ଥେରାପି ହେଇଛି। ଆଉ କାର୍ଟିସେଲ୍ ଥେରାପିର 15-20 ଦିନ ପରେ ମୋତେ ଡିସଚାର୍ଜ ହେବାର ଥିଲା, ମୁଁ ଯେଉଁଟାକି ଆପଣମାନଙ୍କୁ ଜଣାଇଥିଲି, କିନ୍ତୁ ମୁଁ ବାହାରି ପାରିଲିନି। ପୁଣି ଥରେ ମୋର ବେକରେ ସେଣ୍ଟ୍ରାଲ୍ ଲାଇନ୍ ଲାଗିଲା ଆଉ ମୁଁ ପୁଣି ଥରେ ଆଡ଼ମିଟ୍ ହେଇଗଲି। ତ ଯେଉଁଟାକି ମୋତେ ବହୁତ କଷ୍ଟ ଦେଇଛି, ମୋତେ ବହୁତ ଦୁଃଖ ଦେଇଛି, ଯେଉଁଟାକି ଆପଣମାନେ ସମସ୍ତେ ମୋତେ ଦୁଃଖ କରୁଛନ୍ତି। ତ କ'ଣ କରିବି, କ୍ୟାନ୍ସର ଟ୍ରିଟମେଣ୍ଟ କରିବା ବହୁତ କଷ୍ଟ। ଯେଉଁମାନଙ୍କର ଘରେ କ୍ୟାନ୍ସର ପେସେଣ୍ଟ ଅଛନ୍ତି, ଯେଉଁମାନେ କ୍ୟାନ୍ସର ଟ୍ରିଟମେଣ୍ଟ କରୁଛନ୍ତି, ସେମାନେ ହିଁ ଜାଣିଛନ୍ତି କି କ୍ୟାନ୍ସର ଟ୍ରିଟମେଣ୍ଟ କରିବାର କଷ୍ଟଟା କ'ଣ। ଆଉ ମୋ ଘର ଲୋକଙ୍କୁ ବି ଜାଣିଛନ୍ତି, ସେମାନେ ଘର ଲୋକ ବି ଜାଣିଛନ୍ତି କି କ୍ୟାନ୍ସର ଟ୍ରିଟମେଣ୍ଟର କଷ୍ଟ କ'ଣ, ଆଉ ମୁଁ ବି ଜାଣିଛି। ତ କ୍ୟାନ୍ସର ସହିତ ଗତି କରିକି ଆସିଛି, ଆଉ ବର୍ତ୍ତମାନ ମୋ ଦେହ ଭଲ ନାହିଁ। ତ ସେଇ ଜିନିଷଟା ପାଇଁ ମୁଁ ଆପଣମାନଙ୍କୁ ଜଣାଇ ଭାବିଲି କି କ୍ୟାନ୍ସର ଟ୍ରିଟମେଣ୍ଟ କ'ଣ ପାଇଁ ଏତେ କଷ୍ଟ। ମୁଁ କ୍ୟାନ୍ସର ସହିତ ଫାଇଟ୍ କରିକି ଆସୁଛି, ଆଉ ଆଜି ଯାଏଁ ଆସିପାରିଛି କେବଳ ଆପଣମାନଙ୍କ ପାଇଁ, ଆପଣମାନଙ୍କ ଭଲ ପାଇବା, ଆପଣମାନଙ୍କ ସପୋର୍ଟ, ଆପଣମାନଙ୍କ ସାହାଯ୍ୟ ପାଇଁ। ଆପଣମାନେ ମୋତେ ଯଦି ଫାଇନାନ୍ସିଆଲି ହେଲ୍ପ ନ କରିଥାନ୍ତେ, ମୁଁ ଏଯାଏଁ ବଞ୍ଚି ନଥାନ୍ତି। ଆଉ ପ୍ରଭୁଙ୍କ ଆଶୀର୍ବାଦ ତ ନିହାତି ଦରକାର ସେ ଜିନିଷଟା, ଆଉ ସମସ୍ତଙ୍କ ସପୋର୍ଟ। କ'ଣ କରିବି, 2023, 24, 25, 26, 4 ବର୍ଷ ହେଲାଣି କ୍ୟାନ୍ସର ଟ୍ରିଟମେଣ୍ଟ କରୁଛି। ଆଉ ଏବେ ରିସେଣ୍ଟ ମୋର କ'ଣ ହେଉଛି, କାର୍ଟିସେଲ୍ ଥେରାପି ପରେ ଏବେ ମୋ କାଲିଠୁ ଦେହ ଭଲ ନାହିଁ। ପୁଣି ଥରେ ଟିକେ ଭଲ ଲାଗୁଥିଲା, ମୁଁ ଯେଉଁଟାକି ଆପଣମାନଙ୍କୁ ଜଣାଇଥିଲି, ହେଲେ ପୁଣି ଥରେ ସେଇ ଲୁଜ୍ ମୋସନ୍, ମାନେ ପତଳା ଝାଡ଼ା ହେଉଛି। କାଲି ବାନ୍ତି କରିଥିଲି, ଆଜି ସକାଳେ ଗୋଟେ ପିତ୍ତ ବାନ୍ତି ହେଇଯାଇଛି। ତେଣୁ ମୋତେ ଏବେ ଝାପ୍ସା ଦେଖାହେଉଛି। ତଥାପି ମୁଁ ଭିଡ଼ିଓ କରିକି ଆପଣମାନଙ୍କୁ ଜଣାଉଛି ଏଇଥିପାଇଁ କି ଆପଣମାନଙ୍କୁ ଅପଡ଼େଟ୍ ଦେଉଛି। ଆଉ କ୍ୟାନ୍ସର ବହୁତ କଷ୍ଟ ଲାଗୁଛି, ଆକ୍ଚୁଆଲି ମୋତେ ଫ୍ରଷ୍ଟ୍ରେସନ୍ ବି ଲାଗୁଛି, କାହିଁକି ବାହାରି ପାରୁନି। କ'ଣ ପାଇଁ ବାହାରି ପାରୁନି ବର୍ତ୍ତମାନ କି ମୋର ଯେଉଁ ରେଗୁଲାର ଯେଉଁ ବ୍ଲଡ଼ ଟେଷ୍ଟ ହେଉଛି, ସିବିସି ଟେଷ୍ଟରେ WBC ଯେଉଁ 4000 ପାଖାପାଖି ହେଇଯାଇଥିଲା, ମୁଁ ଡିସଚାର୍ଜ ହେଇଥାନ୍ତି, ପୁଣି ଥରେ ଡାଉନ୍ ହେଇଗଲା। ତ ବ୍ଲଡ଼ ବି କମ୍ ଅଛି, ହିମୋଗ୍ଲୋବିନ୍ ହାଲକା ବଢ଼ୁଛି, ସେଇ 10 ତଳେ ଅଛି। ତେଣୁ ମୋତେ ୱିକନେସ୍ ବହୁତ ଲାଗୁଛି। ଝାଡ଼ାଟା ହେଇଗଲା ଯେତେବେଳେ ବ୍ଲାକ୍ ଷ୍ଟୁଲ୍ ହେଉଥିଲା, ତ ସେତେବେଳେ ବହୁତ କଷ୍ଟ ଲାଗୁଥିଲା। ଏବେ ବି ଝାଡ଼ା ହେଉଛି। ତେଣୁ କ'ଣ କରିବି, ବହୁତ କଷ୍ଟ ବି ଲାଗୁଛି, କ'ଣ ମାନେ କିଛି ଖାଇ ବି ପାରୁନି। ୱେଟ୍ ଲସ୍ ହେଇଛି, ଆପଣମାନେ ଦେଖିପାରୁଥିବେ କି ମୋ ଅବସ୍ଥା କେମିତି ହେଇଯାଇଛି ଏବେ। ଏଇ ରିସେଣ୍ଟ ଆପଣମାନେ ବିଶ୍ୱାସ କରିବେନି, ମୁଁ 57 କିଲୋ ଥିଲି, ଏବେ ମୁଁ ଆସିକି 45, 46 କି 47 ଏଇଭଳିଆ ଇଏରେ ପହଞ୍ଚିଛି। ବହୁତ କଷ୍ଟ, ବହୁତ ଯନ୍ତ୍ରଣା। ଆଉ ମୁଁ ହେଲ୍ପ ମାଗୁଛି ଏଇଥିପାଇଁ ସମସ୍ତଙ୍କୁ, ମୋ ଫୋନ୍ପେ ନମ୍ବର ଦେଉଛି। ଏଇଥିପାଇଁ ଦେଉଛି କାହିଁକିନା ରେଗୁଲାର ମୋର ବ୍ଲଡ଼ ଟେଷ୍ଟ ହେଉଛି। ଆଉ ଦେଖିପାରୁଥିବେ କି ଏଇ ସେଣ୍ଟ୍ରାଲ୍ ଲାଇନ୍ ଯେଉଁ ବେକରେ ଲାଗିଛି, ଏଇପଟ ଦେଇକି ଡେଲି ବ୍ଲଡ଼ ଟାଣୁଛନ୍ତି। 1ରେ ମୁଁ ୱିକନେସ୍ରେ ଅଛି, 2ରେ ଡେଲି ବ୍ଲଡ଼ ଟାଣୁଛନ୍ତି। କାରଣ ଆପଣମାନେ ଚିନ୍ତା କରନ୍ତୁ, ମୁଁ ଗୋଟେ ସ୍କେଲେଟନ୍ ବର୍ତ୍ତମାନ ହେଇଯାଏ, ମୋ ହାତ ଗୋଡ଼ ଶୁଖିଯାଇଛି ପୁରା ବର୍ତ୍ତମାନ ଦେଖନ୍ତୁ। ତଥାପି ଲଢ଼େଇ ଜାରି ରଖିଛି, କାହିଁକିନା ମୁଁ ଜଣେ ଫାଇଟର୍। ମୁଁ ଜଣେ କେବଳ ଫାଇଟର୍ ନୁହେଁ, ମୁଁ ଜଣେ କ୍ୟାନ୍ସର ଫାଇଟର୍। ଆଉ ଫାଇଟ୍ କରିଚାଲିଛି। ଜିତିବି କି ନାହିଁ ସେଟା ତ ପର କଥା, କିନ୍ତୁ ଜିତିବା ପାଇଁ ସମସ୍ତେ ଚାହାନ୍ତି, ଆଉ ମୁଁ ବି ସେଇ ଜିନିଷଟା ଚାହୁଁଛି କି ଯେମିତି ଜିତିବି। ଆଉ କେବେ କାହାକୁ ମାନେ ନିଜର ମନୋବଳକୁ ଷ୍ଟ୍ରଙ୍ଗ ରଖିବି। ଭଗବାନଙ୍କ ତ ଆଶୀର୍ବାଦ ନିହାତି ଦରକାର। ବହୁତ ଜଣ ଖରାପ କମେଣ୍ଟ ବି କରୁଛନ୍ତି, ଏଇଭଳିଆ ସିଚୁଏସନ୍ରେ ବି ବହୁତ ଜଣ ଖରାପ କମେଣ୍ଟ କରୁଛନ୍ତି, କିନ୍ତୁ ମୁଁ ଦେଖିପାରୁନି। କେତେବେଳେ ଆଖି ପଡ଼ିଗଲେ ଦୁଃଖ ଲାଗେ କି ସମସ୍ତେ ଏତେ ଖରାପ କମେଣ୍ଟ ଦେଉଛନ୍ତି। କିନ୍ତୁ ତା ଭିତରେ 90ରୁ 95 ଲୋକ, 100 ଲୋକରୁ 98 ଲୋକ ମୋତେ ଭଲ ପାଇବା ଦେଉଛନ୍ତି, ସେତିକି ହିଁ ମୋ ପାଇଁ ବହୁତ। ଆଉ କ'ଣ କହିବି, ଭଗବାନଙ୍କୁ ଅପେକ୍ଷା କରିଛି, କି ଭଗବାନଙ୍କୁ ଡେଲି ଡାକୁଛି କି ଯେତେ ଜଲ୍ଦି ମୋର କାଉଣ୍ଟସ୍ ରିକଭର୍ କରିଯାଅ, ମୁଁ ଯଥାଶୀଘ୍ର ବାହାରେ। କ୍ୟାନ୍ସର ଟ୍ରିଟମେଣ୍ଟ କାହିଁକି ଏତେ କଷ୍ଟ, କାହିଁକିନା ମୁଁ ନିଜେ ଆଖିରେ ଏଇଠି ଭୁବନେଶ୍ୱର ଆସିଲା ପରେ ଦେଖିପାରିଲି ଯେ ମାନେ ମୁଁ କେବେ ମରିବା ଲୋକକୁ ଦେଖିନଥିଲି। ଏଇଠି ଫାର୍ଷ୍ଟ ଟାଇମ୍ ଆସିକି ଦେଖିଲି ମୋ ସାଇଟ୍ ପେସେଣ୍ଟ ଗୁଡ଼ାକ ସବୁ ମରିଯାଉଛନ୍ତି।
ସେମାନେ କେତେ କଷ୍ଟ ସହୁଛନ୍ତି। କେବଳ ମରିବା ଲୋକ ନୁହେଁ, କଷ୍ଟ ସହିଥିବା ଲୋକକୁ ବି ମୁଁ ଦେଖିଛି। ଆଉ ନିଜେ ବି ତ କଷ୍ଟ ପାଉଛି ଡେଲି ସାଲାଇନ୍ ଲାଗୁଛି, ବେକରେ ଏଇପଟେ ସାଲାଇନ୍ ଯାଉଛି। ତ କ'ଣ କରିବି? ଏଇ ଯେଉଁ ଅପରେସନ୍ଟା ମୁଁ ଆପଣମାନଙ୍କୁ ନେକ୍ସଟ ଭିଡ଼ିଓରେ ଦେଖେଇବି କି ସେ ଅପରେସନ୍ ଜିନିଷଟାର ଫଟୋଟା ବି ଆପଣମାନେ ଦେଖିଲେ ଆପଣଙ୍କ ଆଖିରେ ଲୁହ ହିଁ ଆସିଯିବ, ଆଉ କିଛି ଆସିବନି। କାହିଁକିନା ସେ ଯେଉଁ ଅପରେସନ୍ ଥରେ ନୁହେଁ 2 ଥର, ମୁଁ ଭଗବାନ ଲାଗୁଥାଏ ବୋନ୍ ମ୍ୟାରୋ, ସେ ତ କଷ୍ଟ, ତା ସହିତ ବ୍ଲଡ଼ ଟାଣିବା କଷ୍ଟ, ତା ସହିତ ଏଇ ଯେଉଁ ଚିରିକି ଯେଉଁ କାଟିକି ତାକୁ ଯେଉଁ ସିଲେଇ ହେଇକି ପୁଣି ଥରେ ଯେଉଁ ଅପରେସନ୍ ହେଲା ନା, ବହୁତ କଷ୍ଟ ଲାଗୁଛି ସତରେ। କ୍ୟାନ୍ସର ଟ୍ରିଟମେଣ୍ଟ ସମସ୍ତେ କରିପାରନ୍ତି, ବହୁତ ଜଣ କରନ୍ତି, କହୁଛନ୍ତି କି ବହୁତ ସଜେସନ୍ ଦେଉଛନ୍ତି, ଏଇଟା କର ସେଇଟା କର, କିନ୍ତୁ ଆପଣମାନେ ଜାଣି ରଖିବା ଉଚିତ କି ସିଚୁଏସନ୍ଟା କ'ଣ। ସବୁବେଳେ ସିଚୁଏସନ୍କୁ ମନେ ପକାଇବେ। ଏମିତି ନର୍ମାଲ କ୍ୟାନ୍ସର, ବ୍ଲଡ଼ କ୍ୟାନ୍ସର ସବୁଠାରୁ ଡେଞ୍ଜରିୟସ୍ ବ୍ଲଡ଼ କ୍ୟାନ୍ସର। ଆଉ ଯାହା ହଉ ଭଗବାନ ମୋତେ ଏଯାଏଁ ନେଇକି ଆସିଛନ୍ତି, ମୋତେ ସୁସ୍ଥ ରଖିଛନ୍ତି, ମୋତେ ଭଲରେ ରଖିଛନ୍ତି ଏଯାଏଁ। ୱିକନେସ୍ ତ ବହୁତ ଲାଗୁଛି, ଖାଇ ତ ପାରୁନି ଜମା ବି। ଏ ତ ଅଳସର ତ ହେଉଛି, ତା ପାଇଁ ତ ଖାଇ ତ ପାରୁନି, ନା ଖାଇବା ନା ପିଇ ପାରୁଛି, ନା ଖାଇପାରୁଛି, ନା ଠିକ୍ସେ ରାତିରେ ନିଦ ହେଉଛି, ଟଙ୍କା ଟେନସନ୍। ତ ସେଇଥିପାଇଁ ମୁଁ ଆପଣମାନଙ୍କୁ ହେଲ୍ପ ମାଗୁଛି ନିଜକୁ। ମାନେ କ'ଣ କରିବି? କ୍ୟାନ୍ସର ହେଉଛି ଏମିତି ଗୋଟେ ରୋଗ ଯେଉଁଟାକି ଆପଣମାନଙ୍କ ପୁରା ଘର ସଂସାରର ସବୁ ଜିନିଷକୁ ପୁରା ଉଜାଡ଼ି ଦେବ। କେବଳ ଫାଇନାନ୍ସିଆଲି, ମେଣ୍ଟାଲି, ସବୁଥିରେ ଆପଣମାନଙ୍କୁ ପୁରା ୱିକ୍ କରିଦେବ। ତେଣୁ କ୍ୟାନ୍ସର ଟ୍ରିଟମେଣ୍ଟ କରିବାଟା ଏତେ ସହଜ ନୁହେଁ। ତେଣୁ ଆପଣମାନେ ଯେଉଁମାନେ ଭାବୁଛନ୍ତି କି କାହିଁ ମାଗୁଛୁ, ତୁ ଭଲ ହବୁ ନା କ'ଣ, ତେଣୁ ଯଦି ଆପଣମାନଙ୍କ ଘରେ କାହାର କିଛି ସେମିତି ଯଦି ଏମିତି ଛୋଟିଆ ପ୍ରୋବ୍ଲେମ୍ ହୁଏ, ତେଣୁ ଆପଣମାନଙ୍କୁ କେତେ କଷ୍ଟ ଲାଗୁଥାଇପାରେ। ତେଣୁ ଆପଣମାନେ ଚିନ୍ତା କରନ୍ତୁ କି ମାନେ ମୁଁ 4 ବର୍ଷ ହେଲାଣି ଏଇ କ୍ୟାନ୍ସର ସହିତ ଲଢ଼ୁଛି, ନିଜର ପାଠପଢ଼ାକୁ ସାକ୍ରିଫାଇସ୍ କରିଦେଇଛି। ନା ଯେଉଁ ବୟସରେ ମୋ ସାଙ୍ଗସାଥିମାନେ ସବୁ ଚାକିରି କରିଛନ୍ତି, ସେଇ ବୟସରେ ମୁଁ ମେଡ଼ିକାଲ ବେଡ଼୍ରେ ସଂଘର୍ଷ କରୁଛି ଏବେ ବି। କ'ଣ କରିବି? ତେଣୁ ଭଗବାନଙ୍କ ଡେଲି ପ୍ରାର୍ଥନା କରୁଛି କି ଯଥାଶୀଘ୍ର ଭଲ ହେଇକି ବାହାରିଯାଏ। ଆଉ ଆପଣମାନେ ତ ଅଛନ୍ତି ମୋ ସହିତ, ମୋ ଭିଡ଼ିଓ ଦେଖୁଛନ୍ତି, ମୋ ଭିଡ଼ିଓକୁ ସେୟାର କରିବେ, ମୋତେ ଭଲ ପାଇବା ଦେବେ, ସେତିକି ବହୁତ। ମୋ ମୁଣ୍ଡ ବହୁତ ବୁଲଉଛି ଏବେ, ତେଣୁ ସମୟ ହେଲାଣି, ଆଉ ମୋତେ ରେଷ୍ଟ ନେବାର ବି ଅଛି। କିନ୍ତୁ ମୁଁ ଭିଡ଼ିଓ କରୁଛି ଏଇଥିପାଇଁ କି ଆପଣମାନେ ମୋତେ ଭଲ ପାଆନ୍ତି। ତ ସେଥିପାଇଁ ମୁଁ ମୋ ଭିଡ଼ିଓ ଜାରି ରଖିଛି, ମୁଁ ଫଟୋ ପକାଉଛି। ଆଉ ପ୍ଲିଜ୍ ଫୋନ୍ପେ ନମ୍ବର ତ ଆପଣମାନେ ସୋସିଆଲ୍ ମିଡ଼ିଆରେ ପାଇପାରିବେ। ଆଉ ଯେଉଁମାନେ ବି ଫେସବୁକ୍ରେ ଅଛନ୍ତି, କ୍ୟାନ୍ସର ଫାଇଟର କେଶବ ସର୍ଚ୍ଚ କରନ୍ତୁ, ମୋତେ ଫଲୋ କରନ୍ତୁ। ସେଇଥିରେ ମୁଁ ରେଗୁଲାର ପୋଷ୍ଟ କରେ। ଆଉ ୟୁଟ୍ୟୁବ୍ ଚ୍ୟାନେଲ୍ କେଶବ ରାଉତକୁ ବି ମଧ୍ୟ ସବସ୍କ୍ରାଇବ୍ କରନ୍ତୁ, କାହିଁକିନା ଏଇଥିରେ ମୁଁ କ୍ୟାନ୍ସର ରିଲେଟେଡ୍ ସହିତ ନିଜର ଡେଲି ବ୍ଲଗ୍ ବି ଛାଡ଼େ, ଏଇଥିପାଇଁ କି ସବୁବେଳେ କ୍ୟାନ୍ସର ଭିଡ଼ିଓ ଆପଣମାନେ ଦେଖିଲେ ଆପଣମାନଙ୍କ ମାଇଣ୍ଡରେ ବି ସେଇ ଜିନିଷଟା ରହିବ। ତେଣୁ ଆପଣମାନେ ବି ରିଲାକ୍ସ ହେବା ଦରକାର। ରେଗୁଲାର ବ୍ଲଗ୍ ମୁଁ ନିଶ୍ଚୟ ଛାଡ଼ିବି। ମୋ ମନ ବହୁତ କନଫିଡେନ୍ସ ଅଛି। ମୁଁ ଆଉ ବେଶୀ ଦିନ ନୁହେଁ, ବହୁତ ଜଲ୍ଦି ମୁଁ ଏଠୁ ବାହାରିବି। ଆଉ ଆପଣମାନଙ୍କୁ ବହୁତ ଜିନିଷକୁ ସେୟାର କରିବି। ଆଉ ବାସ୍ ଏତିକି କହୁଛି, ଆପଣମାନେ ମୋତେ ବ୍ଲେସିଂସ୍ କରୁଛନ୍ତି, ଆଶୀର୍ବାଦ କରୁଛନ୍ତି। ଜୟ ଜଗନ୍ନାଥ।